नमस्कार मु सोनाली स्वागत करुच्ची आपण मानकु मो चैनल सोनालीज किचन को। ठेट्री पिठा ठेट्री पिठा हेउची सुंदरगढ़ संबलपुर झारसुगुड़ा जिल्लार आग्रिया मानकर अति प्रिय स्वादिष्ट पारंपरिक पिठा। एही ठेट्री पिठा बहुत प्रकार रे तयारी हेइथाय। प्राय सबुथिरे चाउल चुना दरकार पड़िथाय। केउथिरे चाउल चुना सहित बिरी तो कौथिरे चाउल चुना सहित सुजी बा सारू आलू मैदा चूड़ा एही सबुरु आमे तयारी करिथाउ। आज किंतु मु चाउल चुना सहित बिरी मिसेइकी एही पिठा तयारी करिबा बतेइबी। एही पिठाटी बहुत क्रिस्पी आउ टेस्टी हेइथाए। सेइथिपे समस्तଙ୍କର प्रिय। एही पिठा खूब कम खर्च और कम सामग्री रे तयारी हुए। ଏହା ଆଗ୍ରିଆ ମାନେ ପ୍ରାୟତଃ ସବୁ ପର୍ବପର୍ବାଣୀରେ ତିଆରି କରିଥାନ୍ତି। ଥରେ ତିଆରି କଲେ ମାସେ ଦେଢ଼ ମାସ ଯାକେ ଆକୁ ଷ୍ଟୋର କରିକି ଏଜ୍ ଏ ସ୍ନାକ୍ ଆପଣ ଏନ୍ଜୟ କରିପାରିବେ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ଆଗ୍ରିଆ ଫେମସ୍ କ୍ରିସ୍ପି କ୍ରଞ୍ଚି ଆଣ୍ଡ ଟେଷ୍ଟି ଠେଟ୍ରି ପିଠା। ଏଇଠି ଦେଖନ୍ତୁ ମୁଁ ଗୋଟେ ଠେଟ୍ରି ଆପଣମାନଙ୍କୁ ଭାଙ୍ଗିକି ଦେଖାଉଛି। କେତେ କ୍ରଞ୍ଚି ଏବଂ କେତେ କ୍ରିସ୍ପି ହେଇଛି ସାଉଣ୍ଡ ମଧ୍ୟ ଆପଣ ଶୁଣିପାରୁଥିବେ ୟାର। ପିଠା ବନେଇବା ପାଇଁ ଚାଲନ୍ତୁ ଆମେ ଆଗ ଚୁନା ପ୍ରସ୍ତୁତ କେମିତି କରାହୁଏ ସେଇଟା ବତେଇବି ମୁଁ। ଏଇଥିପାଇଁ 1 କେଜି ଚାଉଳରେ 250 ଗ୍ରାମ ବିରିକୁ ଭଲ ଭାବରେ ଧୋଇକି ଶୁଖେଇଲା ପରେ ଅଟା କଳରେ ଗୁଣ୍ଡ କରିକି ଆଗରୁ ରଖିଥିଲି। ତାହେଲେ ଚାଲନ୍ତୁ ଏବେ ଆମେ ଜନ୍ତୁଣି ବନେଇବା। ଜନ୍ତୁଣି ବନେଇବା ପାଇଁ ମୁଁ ଏଠି ଗୋଟେ ବଡ଼ ସାଇଜର କଢ଼େଇ ନେଇଛି। ସେଇଥିରେ 1.5 ଲିଟର ପାଣିକୁ ହାଇ ଫ୍ଲେମ୍ରେ ତାକୁ ଫୁଟିବା ପାଇଁ ଛାଡ଼ି ଦେଉଛି। ସ୍ୱାଦ ଅନୁସାରେ ଲୁଣ ଏଥିରେ ଦେଉଛି ଆଉ ଗୋଟେ ବଡ଼ ଚାମଚ ଜୁଆଣି ଦେଉଛି। ଜୁଆଣି ଦେଲେ ଠେଟ୍ରିର ସ୍ୱାଦ ବେଶୀ ବଢ଼ି ଯାଇଥାଏ। ତାହେଲେ ଏବେ ଚାଲନ୍ତୁ ଠେଟ୍ରିରେ ଦବା ପାଇଁ ଆମେ ମସଲା ପ୍ରସ୍ତୁତ କରିବା। ମସଲା ପାଇଁ ମୁଁ ଏଇ ସାଇଜର 3 ପିସ୍ ଅଦା ନେଇଛି, 10 କୁଲା ରସୁଣ ନେଇଛି, ଗୋଟେ ବଡ଼ ଚାମଚ ଜିରା ନେଇଛି ଆଉ 6 ରୁ 7ଟି କଞ୍ଚା ଲଙ୍କା ନେଇଛି। ଭଲ ଭାବରେ ଆକୁ ଗ୍ରାଇଣ୍ଡ କରିକି ନେଇଛି। ଏଇଠି ମସଲା ମୋର ପୁରାପୁରି ରେଡି ହେଇଛି। ଫୁଟୁଥିବା ପାଣିରେ ସବୁ ମସଲାକୁ ମୁଁ ଏଥିରେ ଆଡ୍ କରୁଛି। ଭଲ ଭାବରେ ପାଣି ସହିତ ମସଲାକୁ ମୁଁ ଏମିତି ମିଶେଇ ଦଉଛି। ଆଉ କିଛି ସମୟ ପାଣିକୁ ଫୁଟିବା ପାଇଁ ଦେବି। ତ ଜନ୍ତଣି ପାଇଁ ମୁଁ ଏଇଠି ଯୋଉ ପୂର୍ବରୁ ପ୍ରସ୍ତୁତ କରିକି ରଖିଥିଲି ବିରି ଓ ଚାଉଳର ଚୁନା ତାକୁ ଏଥିରେ ଆଡ୍ କରିବି। ଗୋଟେ ହାତରେ ଚୁନା ଏଠି ମୁଁ ଦଉଛି ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସ୍ ଚଲଉଛି। କିଛି ସମୟ ପରେ ଏଇ କନସିଷ୍ଟେନ୍ସିର ଡୋ ଆମର ପ୍ରସ୍ତୁତ ହେଇଯିବ। ତ ଏବେ ଏଥିରେ 2 ବଡ଼ ଚାମଚ ତେଲ ଦଉଛି। ତେଲ ଦବା ଦ୍ୱାରା ପିଠା କଲା ସମୟରେ ପିଠା ଶୀଘ୍ର ଶୁଖିବନି। ଏଇଠି ଦେଖନ୍ତୁ ମୁଁ ଆକୁ ଧରିକି ଦେଖାଉଛି। ଏଇ ଟେକ୍ସଚର ହିଁ ଆମର ପିଠା ବନେଇବା ପାଇଁ ପୁରାପୁରି ପରଫେକ୍ଟ। ତ ଚାଲନ୍ତୁ ଏବେ ଆମେ ପିଠା ବନେଇବା ପ୍ରୋସିଜରକୁ ଯିବା। ଅଳ୍ପ କିଛି ଡୋକୁ ନେଇକି ମୁଁ ଏଇ ସାଇଜର ଏମିତି ଗୋଟେ ବନେଇଛି ଯୋଉଥିରୁ ମୁଁ ଛୋଟ ଛୋଟ ଲୁଇ ତିଆରି କରିବି। ଏଇ ସାଇଜର ଆମର ଛୋଟ ଛୋଟ ବଲ୍ ହେଲେ ପିଠାର ସାଇଜ ଠିକ ହବ। ତ ସାଇଜ ଦେଖନ୍ତୁ ମୁଁ ଏଠି କୋଉ ସାଇଜର ଲୁଇ ବନଉଛି। ଏବେ ମୁଁ ଗୋଟେ ଛୋଟ ଲୁଇ ନଉଛି, ତାକୁ ହାତରେ ଏମିତି ଗୋଟେ ଗୋଲ କରି ନେଇଛି ଆଉ 2 ପାପୁଲି ସାହାଯ୍ୟରେ ଏମିତି ଲମ୍ବା ଆକାରର ଯେମିତି ହବ ସେମିତି ପ୍ରେସ୍ କରିକି ତାକୁ ଏହି ଆକାରର ବନଉଛି। ସବୁତକ ଛୋଟ ଲୁଇରୁ ଆମେ ଏଇ ସାଇଜର ସବୁ ଠେଟ୍ରି ତିଆରି କରିବା। ଏଇଠି ଗୋଟିଏ ଠେଟ୍ରି ବନେଇକି ଦେଖାଉଛି ଦେଖନ୍ତୁ। ଏମିତିଆ 2 ପଟ ସାଇଡ ସରୁ କରିକି କେବେ ବି ବନେଇବେନି। ଏମିତିଆ କଲେ ଛାଣିଲା ସମୟରେ ସରୁ ପଟ ଆଗ ପୋଡ଼ିଯିବ ଏବଂ ମଝି ତାର କଞ୍ଚା ରହିଯିବ। ମଝି 2 ପଟ ସାଇଡ ପୁରା ସମାନ ସାଇଜର ଯେମିତି ହବ ସେଇପରି ଆପଣ ଠେଟ୍ରି ପ୍ରସ୍ତୁତ କରନ୍ତୁ। ଯେମିତି ଛାଣିଲା ବେଳେ ୟୁନିଫର୍ମଲି ସବୁଆଡ଼େ ଛାଣି ହେଇପାରିବ। ତ ଆଉ ଗୋଟେ ପ୍ରୋସିଜର ଦେଖନ୍ତୁ। ଏଇଠି ମୁଁ ଗୋଟେ ଥାଳି ନେଇଛି, ତା ପଛପଟେ ମଧ୍ୟ ଏମିତି ଲୁଇକୁ ଦେଇକି ମୁଁ ବନଉଛି। ତ ଏଇଟା ଇଜି ୱେ, ଆପଣ ଚାହିଁଲେ ଏମିତିଆ ବି ବନେଇ ପାରିବେ। ଯେତିକି ଲୁଇ ବନେଇଥିଲି ସେଇଥିରୁ ଠେଟ୍ରି ବନେଇକି ତ ଏଇଠି ମୁଁ ଆପଣମାନଙ୍କୁ ଦେଖେଇଲି। ତ ବାକି ତକ ଡୋରୁ ମଧ୍ୟ ଏମିତି ସମାନ ସାଇଜର ଠେଟ୍ରି ମୁଁ ଏଇଠି ବନେଇକି ଗୋଟେ ପ୍ଲେଟରେ ରଖିଛି। ପୁରା 2 ପଟ ସାଇଡ ଏବଂ ମଝି ପୁରା ସମାନ ହବା ଦରକାର। କୋଉଠି ସରୁ କିମ୍ବା କୋଉଠି ପତଳା ମୋଟା ଏମିତି ହେଲେ ଏଇଟା ଭଲ ଲାଗିବନି ଖାଇବାକୁ। ତ ସବୁ ସମାନ ସାଇଜର ଏମିତି ଏଇଠି ମୁଁ ଯେମିତି ତିଆରି କରିଛି ସେମିତି ତିଆରି କରିନେବେ। ଟ୍ରାଡିସନାଲ ୱେରେ ଚୁଲିରେ ଯେମିତି ଛଣା ହଉଥିଲା ଏଇଠି ମୁଁ ସେମିତି ଛାଣୁଛି। ଯେହେତୁ ଠେଟ୍ରି ଛାଣିବା ପାଇଁ ପୁରା ହାଇ ଫ୍ଲେମ୍ ଦରକାର ତ ଏଇଠି ମୁଁ ଚୁଲିରେ ଆକୁ ଛାଣୁଛି।
ठेट्री तेलरे पकेइला परे मु गोटे खड़िका साहाय्ୟରେ आकु एपट सेपट करूछि जहा द्वारा सबुतक ठेट्री भल भाबरे जेमति फ्राय हेइ परिबो। पिठा छाणिला बेले टिके सावधान सहित छाणिबे। जदि कम पिठा आपण तेलरे पकेइबे ताहेले पिठा फाटिबार मध्य चान्स थाए। धीरे धीरे एटा फ्राय होला परे एटा हल्का हबा सहित तार कलर गोल्डन ब्राउन देखा जिवो। एइठी देखंतु कलर केते बढ़िया गोल्डन ब्राउन कलर देखा जाउछि। पूरा पूरी भल भाबरे फ्राय मध्य हेइ जाइछि। एबे आकु तेलरु मु छाणी दउछि। आपण देखिथिबे मु जो आर मसला प्रस्तुत कली सेति पे कंचा लंका आनेइथिली। आपण चिली पाउडर बा सुखिला लंका एथिरे नेबेनी। सुखिला लंका जदि आपण नेबे ताहले डोर कलर लाल हबा सहित छाणिला बेले एटा अत्यधिक ब्राउन कलर देखा जिवो आ देखियाकु सुंदर लागिबोनी। तो एठी हमर आग्रिया फेमस क्रिस्पी क्रंची एंड टेस्टी ठेट्री पिठा पूरा पूरी बनिकी रेडी हे जाइछि। आम आग्रिया मानकर एही फेमस पिठा थरे आपण निश्चिंत घरे ट्राय करंतु। मोर आशा आपण मानक निश्चिंत यह बहुत पसंद आसिबो। थरे बनेइकी खाइला परे ही आपण आर टेस्ट जानि परिबे। तो थरे बनेइकी खाइला परे बारंबार आकु बनेइकी खाइयाकु इच्छा हबो। जेहेतु एटा क्रिस्पी क्रंची हेइथाए तो छोट पिलाठु नेइकी समस्ते खाइबा पई बहुत पसंद करिबे। आज तो मु बिरी और चाउल गुंड सहित एई पिठा प्रस्तुत करिके देखैथिली। नेक्स्ट आउ गोटे भिडियो रे मु आपण मानकु सुजी और चाउल गुंड मिसेइकी एही पिठा प्रस्तुत करिके देखैबी। जदि आजिर एही भिडियोटी आपनकु भल लागिला ताहेले भिडियो को लाइक करंतु, शेयर करंतु एवं एटा बनेइकी खाइला परे तार फीडबैक कमेंट बॉक्स रे कमेंट करिया को बिल्कुल भी भूलिबेनी। आउ जदि एई चैनल रे आपण माने नुआ ताहेले चैनल को सब्सक्राइब करिवे एवं पाखरे थिबा बेल आइकन को प्रेस करिवे जहा द्वारा मु अपलोड करथुवा प्रतिटी भिडियो रो नोटिफिकेशंस आपण पाई परिबे। ताहेले आज पई एतिकी देखा हबा गोटे नुआ रेसिपी सहित। धन्यवाद।